ଆଜ୍ଞା ନମସ୍କାର। ସାର୍ ନମସ୍କାର। ଆପଣଙ୍କ ନାମ କ'ଣ? ମୋ ନାମ ଖଗେଶ୍ୱର ଦେହୁରୀ। ଆପଣଙ୍କ ସାର୍ ବାସ କେଉଁଠି? ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ହେମଗିରି ବ୍ଲକରୁ ଆସିଛି ସାର୍। ଆପଣ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ ଆପଣଙ୍କ ବାସ। ସାର୍ ଆପଣ ଆମର ଭୁବନେଶ୍ୱରରେ ଥିବା ସାର୍ ସୁପ୍ରିମ୍ ବେସିନ୍ ଚାରିଟେବୁଲ୍ ଟ୍ରଷ୍ଟକୁ ଆସିଲେ। ସାର୍ ଆଉ ଗୋଟେ ଆଶା ନେଇକି ଆପଣ ଆସିଥିଲେ। ସାର୍ ଆପଣ କ'ଣ ସମସ୍ୟା ନେଇକି ଆସିଥିଲେ? ମୋର ଅଣ୍ଟା ଦରଜ ସାର୍ ବହୁତ ଜୋର, ମାନେ 8 ଦିନ ତ ମାନେ ବସି ଉଠି କିଛି ପାରୁନଥିଲି, ବହୁତ ଜୋର ପେନ୍ ହେଉଥିଲା। ଆଉ ଏଠି ଆସିଲା ପରେ ଧୀରେ 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 ଅଟୋମେଟିକ୍ ମାନେ ଏଇଟା 3 ମାସ ପାଖାପାଖି ହେଲା, ପୁରା ବହୁତ ମାନେ ଆଗ ଭଳିଆ ପୁରା ବେଟର ଫିଲ୍ କରୁଛି ମୁଁ ସାର୍। ଆପଣ ସୁନ୍ଦରଗଡ଼ରୁ ଆସିଥିଲେ ଆଶା ନେଇକି, ବହୁତ କଷ୍ଟରେ ଆସିଥିଲେ। ସାର୍ ଆପଣଙ୍କର ଅଣ୍ଟାରେ ବହୁତ ଆଘାତ ହେଇଥିଲା, ଅଣ୍ଟାରେ ସ୍ପାଇନାଲ୍ କର୍ଡ଼ କମ୍ପ୍ରେସନ୍ ହେଇଥିଲା। ସାର୍ ଅଲଗା ଯେଉଁ ଜାଗାରେ ଦେଖେଇଥିଲେ ଡାକ୍ତରମାନେ ଅପରେସନ୍ ପାଇଁ ଆପଣଙ୍କୁ କହିଥିଲେ। ଯେତେବେଳେ ଅନ୍ୟମାନେ ଅପରେସନ୍ ପାଇଁ କହିଥିଲେ ସାର୍ ଆପଣ ଚିନ୍ତିତ ଥିଲେ? ବହୁତ ନର୍ଭସ୍ ହେଇଯାଇଥିଲି ସାର୍। ଆଉ ଘର ଲୋକ, ରିଲେଟିଭ୍ ଲୋକ, ଯେତେ ମାନେ ବୟସ୍କ ଲୋକ, ମୋର ବନ୍ଧୁବାନ୍ଧବ ଯେତିକି ଅଛନ୍ତି ସମସ୍ତେ ମାନେ ଅପରେସନ୍ ପାଇଁ ମନା କଲେ। ଆଉ ମୁଁ ସେ ମୋ ଭଣଜା ଗୋଟେ ଫିଜିଓଥେରାପି କ୍ଲାସ୍ କରୁଛନ୍ତି, ଇଏ ଗାୟତ୍ରୀ କଲେଜ ଇଏ ସମ୍ବଲପୁରରେ, ତାଙ୍କ ପ୍ରଫେସରକୁ ସେ ଫୋନ୍ କଲେ। ସେ ନିହାର ସାର୍ ବୋଲିକରି ଜଣେ ଅଛନ୍ତି କିମ୍ସରେ, ନିହାର ସାର୍ ଡକ୍ଟର ପ୍ରିୟବ୍ରତ ସାର୍ ଯେଉଁ ଆମର ମୋ ଟ୍ରିଟମେଣ୍ଟ ଯେଉଁ କଲେ, କିମ୍ସର ପ୍ରିନ୍ସିପାଲ୍ ଯେଉଁ ଅଛନ୍ତି ତାଙ୍କୁ ମୋତେ ଦେଖା କରିବା ପାଇଁ ସେ ଆଡ଼ଭାଇସ୍ କଲେ। ଆଉ ସେ ଡକ୍ଟର ପ୍ରିୟବ୍ରତ ଦାସଙ୍କ ପାଖରେ ମୁଁ ଦେଖେଇକି ବହୁତ ମାନେ ବେଟର ଫିଲ୍ କରୁଛି। ଆଉ ମୋର ଯେଉଁ ଦରଦ ଥିଲା ସବୁ ଏବେ ପୁରା କ୍ଲିଅର ହେଇଛି ସାର୍। ସାର୍ ଆପଣ ଯେଉଁ ଘର ଛାଡ଼ିକି, ଫ୍ୟାମିଲି ଛାଡ଼ିକି, ଛୁଆଙ୍କୁ ଛାଡ଼ିକି ଆପଣ ଆସିଥିଲେ ଗୋଟେ ଆଶା ନେଇକି ସୁପ୍ରିମ୍ ବେସିନ୍ ଚାରିଟେବୁଲ୍ ଟ୍ରଷ୍ଟରେ, ସାର୍ ଆମର ଏଇ ଯେଉଁ ଟ୍ରଷ୍ଟର ପରିବେଶ ଆପଣଙ୍କୁ କ'ଣ ଲାଗିଲା? ପୁରା ଘରେ ରହିକି ଟ୍ରିଟମେଣ୍ଟ ନେଲା ଭଳିଆ ଲାଗିଲା ସାର୍ ମୋତେ। ମାନେ କେଉଁ ଏଇଟା ବାହାର ଜାଗାରେ ମୁଁ ରହିକି ମାନେ ଟ୍ରିଟମେଣ୍ଟ ହେଉଛି ଭଳିଆ ଲାଗିଲାନି, ମୁଁ ନିଜ ଘରେ ରହିକି ଟ୍ରିଟମେଣ୍ଟ ହେଉଛି ଭଳିଆ ଲାଗିଲା ମୋତେ। ଆଚ୍ଛା, ଆପଣ 3 ମାସ ସାର୍ ଟ୍ରିଟମେଣ୍ଟ ହେଲେ, ସାର୍ ଆପଣ ଗୋଟେ ଆଶା ଥିଲା ଯେ ମୁଁ ଗଲାବେଳକୁ ଟିକେ ଭଲ ହେଇକି ଯିବି ବିନା ସର୍ଜରୀରେ। ସାର୍ ଆପଣ ଏବେ ସମ୍ପୂର୍ଣ୍ଣ ଭାବେ କେତେ ଆପଣଙ୍କୁ ନିରୋଗୀ ଲାଗୁଛି? ଆପଣ ଆଗରୁ କହୁଥିଲେ ଚାଲିଲା ବେଳେ କଷ୍ଟ ହେଉଥିଲା, ସାର୍ ଏବେ ଚାଲିଲା ବେଳେ ଆପଣଙ୍କୁ କ'ଣ ଲାଗୁଛି? ମୁଁ ଏବେ 100% ମୁଁ ଭଲ ଅଛି ଭଳିଆ ମୋତେ ଫିଲ୍ ହେଉଛି ସାର୍। ଆପଣ ତ 100% ଚାଲୁଛ, ରାତିରେ ଏବେ ଶୋଇପାରୁଛନ୍ତି ବିନା କଷ୍ଟରେ? ବିନା କଷ୍ଟରେ ଶୋଇପାରୁଛି, ମାନେ ସେ ପ୍ରୋବ୍ଲେମଟା ଏବେ ବିଲକୁଲ ହିଁ ଜଣାପଡ଼ୁନି। ଆଚ୍ଛା, ଆପଣ ଏ ସୋମବାର ଦିନ ଆଗାମୀ ସୋମବାର ଦିନ ଆପଣ ନିଜ ବସାକୁ ଯାଉଛନ୍ତି, ଗୋଟେ ଖୁସିରେ ଯାଉଛନ୍ତି ଫ୍ୟାମିଲି ସହିତ। ଆପଣ ଫ୍ୟାମିଲି ବି ଆସିଛନ୍ତି, ଆପଣ ମ୍ୟାଡ଼ାମ୍ ବି ଆସିଛନ୍ତି, ସାର୍ ଆପଣ ଜି ଛୁଆ ବି ଆସିଛନ୍ତି, ସାର୍ ଛୋଟ ଛୋଟ ଛୁଆ। ଆପଣ ବହୁତ ଖୁସିରେ, ଆପଣ ଆନନ୍ଦିତରେ ଆପଣ ଘରକୁ ଯାଉଛନ୍ତି। ସାର୍ ଘରକୁ ଗଲା ପରେ ଆପଣଙ୍କୁ ଯେଉଁ ସାର୍ ଯେଉଁ କହିଛନ୍ତି ନିୟମିତ ବ୍ୟାୟାମ ଯେଉଁ କରିବେ ତାକୁ ରେଗୁଲାରଲି କରିବେ। ସାର୍ ଆଚ୍ଛା, ତ ଏଇଭଳିଆ ସମସ୍ୟା ସବୁ ଜାଗାରେ ରହୁଛି, ଲୋକ ଜାଣିପାରୁନାହାନ୍ତି ଯେ ଏଇଭଳିଆ ଗୋଟେ ଅନୁଷ୍ଠାନ ଟ୍ରଷ୍ଟ ଅଛି। ସାର୍ ଲୋକ ରହିକି ନିଜେ ରୋଷେଇ କରିକି ବି ଟ୍ରିଟମେଣ୍ଟ ହେଇକି ଭଲ ହେଇକି ଯାଉଛନ୍ତି। ସାର୍ ଯେଉଁ ନୂଆ ଲୋକ ଆସୁଛନ୍ତି ଏଇଭଳିଆ ରୋଗ ସମସ୍ୟା ନେଇକି, ସାର୍ ଆପଣ ତାଙ୍କୁ କ'ଣ ନୂଆ ଆଦେଶ ଦେବେ ଆମର ସୁପ୍ରିମ୍ ବେସିନ୍ ଚାରିଟେବୁଲ୍ ଟ୍ରଷ୍ଟ ପ୍ରତି? ମୁଁ ତ ସମସ୍ତଙ୍କୁ ଏଇଆ କହିବି କି ମାନେ ମୋ ରିଲେଟିଭ୍ କି ମୋ ଜାନକାରୀରେ ଯେତେ ଲୋକଙ୍କୁ ଇ ଟାଇପ୍ର ଯେତେ ପ୍ରୋବ୍ଲେମ୍ ହେବ, ତାଙ୍କୁ ତ ମୁଁ ଏଇ ଜାଗାକୁ ହିଁ ଆଡ଼ଭାଇଜ୍ କରିବି କି ଏଭଳିଆ ମାନେ ଟ୍ରିଟମେଣ୍ଟ ପାଇଁ। ଆଉ ଏ ଭିତରେ ମୋ ଜାନକାରୀର ଗୋଟେ ପେସେଣ୍ଟ ଆସିଥିଲେ ବି, ବାକି ତାଙ୍କର ଟିକେ ସେ ଅଧିକା ପ୍ରୋବ୍ଲେମ୍ ଥିଲା, ସେ କ୍ୟାନ୍ସର ବି ତାଙ୍କର ସେଇ ଅଣ୍ଟା ଜାଗାକୁ ପ୍ରୋବ୍ଲେମ୍ ହୋଇଯାଇଥିଲା, ବାକି ସେମାନେ ଠିକ୍ ହୋଇପାରିନଥାନ୍ତେ। ଆଉ ସେ ତାଙ୍କର ସେମାନେ ଏଠି ଟ୍ରିଟମେଣ୍ଟ ନ କରାଇକି ବି ସେମାନେ ଏଠୁ ଚାଲିଗଲେ। ଆଉ ଯେତେ ବି ମୋ ରିଲେଟେଡ୍ ଲୋକ କି ମୋର ଚିହ୍ନା ପରିଚୟର ଯେତେ ଲୋକ ଅଛନ୍ତି, ତାଙ୍କୁ ଏଇଠି ହିଁ ମାନେ ତାଙ୍କୁ ଆସିବା ପାଇଁ ମୁଁ ଉପଦେଶ ଦେବି। ମୁଁ ଏଠି ଯେହେତୁ ଭଲ ହେଇଛି, ମୋ ଚିହ୍ନା ପରିଚୟ ଯେତେ ମୋତେ ଏବେ ବି ଫୋନ୍ ଫାନ୍ କରୁଛନ୍ତି, ସେ ପ୍ରକାରର ଯେତେ ପ୍ରୋବ୍ଲେମ୍ ଯାହାର ହେଉଛି ସେ ମୋତେ ଏବେ ବି ଫୋନ୍ ଫାନ୍ କରିକିରି ବୁଝୁଛନ୍ତି କେମିତି କ'ଣ ହେଇକିରି। ମୁଁ ତାଙ୍କୁ ସବୁ କହୁଛି ଏଠି ମାନେ ସବୁ ଠିକ୍ ଠାକ୍ ଘର ଭଳିଆ ନିଜେ ରହିକି ଟ୍ରିଟମେଣ୍ଟ ହେଇପାରିବ। ଆପଣଙ୍କ ଗୋଟେ ଆଶା ଥିଲା ଆପଣ ଭଲ ହେଲା ପରେ ଯେ ଆପଣ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବେ ଫ୍ୟାମିଲିକୁ ନେଇକି। ସାର୍ ଆଉ ସବୁଠୁ ଏଇ ଅନୁଷ୍ଠାନ ପ୍ରତି ଗୋଟେ ଜିନିଷ ଅଛି, ଏହା ନାଁ ହେଉଛି ସୁପ୍ରିମ୍ ବେସିନ୍ ଚାରିଟେବୁଲ୍ ଟ୍ରଷ୍ଟ। ସାର୍ ସୁପ୍ରିମ୍ ବେସିନ୍ ଚାରିଟେବୁଲ୍ ଟ୍ରଷ୍ଟ ମାନେ ହେଉଛି ଅର୍ଜୁତ ଶକ୍ତି, ସାର୍ ସୁପ୍ରିମ୍ ବ୍ଲେସିଂସ୍ ଉପରବାଲାର ଆଶୀର୍ବାଦରୁ ଏ ଟ୍ରଷ୍ଟ ହେଇଛି ଆପଣମାନଙ୍କ ପାଇଁ। ଆପଣ ଯେଉଁ 3 ମାସ ରହିଲେ, ସାର୍ ଆପଣଙ୍କୁ କେବେ ଦୁଃଖ ଲାଗିଲା ଏ ଭିତରେ ରହିକି? ନାଇଁ ସାର୍, ସେମିତି କେବେ ଦୁଃଖ ଲାଗେନି। ନିଜ ଘରେ ରହିଛି ଭଳିଆ ଟ୍ରିଟମେଣ୍ଟ ହେଇଛି।
ଭଗବାନ କରନ୍ତୁ ଆପଣଙ୍କୁ ସାର୍ ଖୁସିରେ ରଖନ୍ତୁ, ନିରୋଗୀ ରଖନ୍ତୁ, ଏମିତି ହସଖୁସି ଜିନ୍ଦଗି ଆପଣ କଟାନ୍ତୁ। ଭଗବାନ ଦରୁ ମୁଁ ଆଶୀର୍ବାଦ ଏତିକି କରିବି ଆମର ସଂସ୍ଥା ପ୍ରତି ଯେ ଆପଣମାନଙ୍କର ଆଶୀର୍ବାଦ ଥାଉ, ଆମେ ଲୋକଙ୍କ ପାଇଁ କାମରେ ଆସୁ ଆଉ ଆପଣମାନେ ବି ନିରୋଗୀ ରୁହନ୍ତୁ, ଯେମିତି ଏଇ ପ୍ରୋବ୍ଲେମ୍ ଆପଣ ଲାଇଫ୍ରେ ଭବିଷ୍ୟତରେ କେବେ ବି ନ ଆସୁ। ସାର୍ ଯେତେବେଳେ ତ ମୁଁ କିମ୍ସରେ ଦେଖାଇଲି ସାର୍, ମୁଁ ଆପଣଙ୍କର ହାତରୁ ମୋ ଟ୍ରିଟମେଣ୍ଟ ହେବା ବୋଲି ମୁଁ ମାନେ ଆଶା ବି କରିନଥିଲି। ମୁଁ କିମ୍ସରେ ଯେତେବେଳେ ଦେଖାଇଲି ଆପଣଙ୍କର ଷ୍ଟାଫ୍ ଯେତେ ସେଠି ଅଛନ୍ତି, ସେଠି ମୋ ଯେଉଁ ପ୍ରକାର ଟ୍ରିଟମେଣ୍ଟ ହେଲା ସେଠି ବି ଭଲ ଲାଗିଲା। ବାକି ସେ ଆପଣ ମାନେ ନିଜ ଭଳିଆ ଭାବିକି କ୍ଲିନିକ୍ରେ ମୋତେ ନିଜ ଘର ଭଳିଆ ରଖିକି ଏଠି ମୋତେ ଯେଉଁ ଟ୍ରିଟମେଣ୍ଟଟା କରାଇଲେ ବହୁତ ଖୁସି ଲାଗିଲା ସାର୍, ମୋତେ ବହୁତ ବହୁତ ଉପର ଖୁସିରେ ରଖନ୍ତୁ, ଭଲ ରଖନ୍ତୁ, ନିରୋଗ ରଖନ୍ତୁ। ରହିଲି, ନମସ୍କାର। ନମସ୍କାର।